ସାର୍ ଯଦି ଆପଣଙ୍କ ଦଳ ଆଉ ଥରେ ସରକାର ଗଠନ କରେ ଆମ ରାଜ୍ୟକୁ ମଦମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ଆପଣଙ୍କର ଲକ୍ଷ୍ୟ ଏତିକି କରିଦେଇପାରିଲେ ଆଜ୍ଞା ମୁଁ ଜେଲର ଅନ୍ଧାର କୋଠରୀ ଭିତରେ ଶାନ୍ତିରେ ବଞ୍ଚିପାରିବି। ଆରେ ଏ ତ ଏକ ଉତ୍ତମ ବିଚାର। ସାର୍ ଏ ଟଙ୍କା ନିଅନ୍ତୁ। ମୋତେ କ'ଣ ପାଇଁ ଟଙ୍କା ଦେଉଛୁ? ମୁଁ ତ ଜେଲ୍ ଚାଲିଛି ଏ ଟଙ୍କା ମୋର ଆଉ କ'ଣ ହବ ବରଂ ଏଇ ଟଙ୍କାରେ ଆପଣ ମୋର କିଛି ଅଧୁରା କାମ ପୁରା କରିଦେବେ। ଅଧୁରା କାମ? କୋଉ କାମ? ମୋତେ ଆଶ୍ରା କରି କିଛି ଅସହାୟ ଲୋକ ମୋ ଆଖପାଖରେ ବଞ୍ଚିଛନ୍ତି। ମୁଁ ଜେଲ୍ ଚାଲିଗଲେ ସେମାନଙ୍କ କଥା ବୁଝିବ କିଏ ସେମାନଙ୍କ ଭୋଗିଲାପଟକୁ ଗଣ୍ଡେ ଆହାର ଦବ ନାହିଁ। ମୁଁ ଆପଣଙ୍କୁ ହାତ ଯୋଡୁଛି ଯେତେଦିନ ପାଇଁ ଆପଣଙ୍କ ପାଖରେ ସକ୍ଷମ ଥିବ ଏଇ ଟଙ୍କାରେ ଆଉ କିଛି ଟଙ୍କା ମିଶେଇ ସେମାନଙ୍କୁ ଟିକେ ସାହାରା ହେବେ। ସେମାନଙ୍କ ଭୋଗିଲା ପେଟକୁ ଗୋଟେ ଆହାର ଦେବେ। ବିଶ୍ୱାସ କରନ୍ତୁ ଏତିକି କରିପାରିଲେ ଆପଣ କରିଥିବା ପାପ କିଛି କ୍ଷୟ ହେଇଛି ପ୍ରଭୁଙ୍କ ପାଖରୁ ଆପଣ ନିଶ୍ଚୟ କରୁଣା ଲାଭ କରିପାରିବେ ନା? ଆରେ କିଏ ରେ ତୁ? ତୁ କ'ଣ ସେଇ ମଣିଷ ମରା ଖଣ୍ଡିଆ? ନା 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 ମୋର ବିଶ୍ୱାସ କରୁନି ମୋର। ସତକୁ ସତ ତୁ ହଉଛୁ ଘନଶ୍ୟାମ, ନବୀନ ନିରତ ଘନଶ୍ୟାମ। ତାଙ୍କ ଏମିତି ଆଦର୍ଶ ବିଚାର ତୋ ଭିତରେ ଆସନ୍ତା କେମିତି? ସତରେ ତୁ ମଣିଷ ନୁହେଁ ଘଟି, ତୁ କୋଉ ଏକ ଦେବ ପୁରୁଷ। ବୋଧେ ତୋର ସ୍ୱପ୍ନଗ୍ରସ୍ତ ଜୀବନ ତୋତେ ବସେଇ ସଜେଇ ଦେଇଥିଲା କିଛି ସମୟ ପାଇଁ। ସତରେ ତୁ ମହାନରେ ଗରିଆ, ତୁ ଅପୂର୍ବ ଚମତ୍କାର। ଆଜି ତୋ ଚିନ୍ତାଧାରା ପାଖରେ ମୋ ମୁଣ୍ଡ ଆପେ ଆପେ ଯାଉଛି। ମୁଁ ତୋର ସବୁ କଥା ରଖିବି। ଆଜିଠୁ ତୋ କଥା ମାନି ମୋ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବି। ନାଇଁ ଘନଶ୍ୟାମ, ନବୀନ ନିରତ ଘନଶ୍ୟାମ, ଏ ଘନଶ୍ୟାମ ଯୋଉ କୁତ୍ସିତ ଗର୍ବ ମୁଁ ତମ ମାଧ୍ୟମରେ କରେଇଛି, ଯଦି ପାରିବ ତମେ ମୋତେ କ୍ଷମା କରିଦେବ। ନାଇଁ ଆଜ୍ଞା ସେମିତି କୁହନ୍ତୁନି ଆଜ୍ଞା, ସେମିତି କୁହନ୍ତୁନି। ମୁଁ ସବୁ ବୁଝିପାରୁଛି ମୁଁ। ଆପଣ ଏବେ ଦେଖନ୍ତୁ ମୁଁ ଥାନା ବାବୁଙ୍କୁ କ'ଣ କହୁଛି।